ସାଙ୍ଗମାନେ ଅନୁଜ ଅଙ୍କଲ ଆଉ ଚିକିଙ୍କ ଉପରେ ଦେବୀ ମା କୃପା କରିଛନ୍ତି। ଦେବୀ ମାଙ୍କ ଆଶୀର୍ବାଦରୁ ଅନୁଜ ଅଙ୍କଲଙ୍କ ହାତ ଲେଖା କାଗଜଟି ଚିକିଙ୍କ ପାଖରେ ପହଞ୍ଚୁଛି କି ନାହିଁ ତ ଆପଣମାନେ ଜାଣିଥିବେ। ତ ଆଜି ଯେଉଁ ଏପିସୋଡରେ ଦେଖିବାକୁ ପାଇବେ କି ଅନୁଜ ଅଙ୍କଲଙ୍କ ହାତ ଲେଖା ଚିଠି କାଗଜଟିକୁ ଚିକି ପାଇଛନ୍ତି। ଦେବୀ ମା ଚିକିଙ୍କ ଉପରେ ପକେଇଛନ୍ତି, ଯୋଉଟା କି ଚିକି ଉଠାଉଛନ୍ତି କାଗଜଟିକୁ। ସେପଟେ ରାମ ଆଉ ସିଆର ବାହାଘର ସରିବାକୁ ବସିଲାଣି। ଚିକି କଣ এই କାଗଜ ମାଧ୍ୟମରେ ଅଟକେଇ ପାରିବ? ଚିକି କାଗଜଟିକୁ ଉଠାଉଛନ୍ତି, ଯୋଉ କାଗଜରେ ଲେଖା ଅଛି ଚିକି ହିଁ ଅସଲି ସିଆ। ତ ଚିକି ହିଁ ଅସଲି ସିଆ ଲେଖିଛନ୍ତି ଅନୁଜ ଅଙ୍କଲ। କଣ ଏ କଥା ସିଆ ଚିକି ଜାଣିପାରିବ? କଣ ଅନୁଜ ଅଙ୍କଲଙ୍କ ଅକ୍ଷରକୁ ଚିକି ଚିହ୍ନି ପାରିବ? କଣ ତାଙ୍କ ପରିବାର ଚିହ୍ନି ପାରିବେ? ଯଦି ଚିହ୍ନି ପାରିବେ ତାହେଲେ ସମସ୍ୟାର ସମାଧାନ ହେଇଯିବ। ଭାବୁଛନ୍ତି କି? ଜମା ବି ନୁହେଁ। ସେ କାଗଜରେ ଲେଖା ହେଇଥିବା ଅକ୍ଷରଟିକୁ ଦେଖିଲେ ଆଉ ଲେଖାଟିକୁ ଦେଖିକି ଚିକି ତ ଆଶ୍ଚର୍ଯ୍ୟ ହେଲେ। ଚିକି ପାଖରେ ଥିବା ତାଙ୍କ ସାଙ୍ଗ ଶିବ ଆଉ ଜେଜେବାପା ସେମାନେ ବି ଚିକିର କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇଛନ୍ତି। ଦେବୀ ମା ଇଏ କି କୃପା କଲେ? ଯଦି ଚିକି ଅସଲି ସିଆ ତାହେଲେ ରୁହି କିଏ? କଣ ସତରେ ପ୍ରମାଣ କରିପାରିବେ ସେମାନେ? କଣ ଜେଜେମା ଏଇ ହାତ ଲେଖା କାଗଜଟିକୁ ବିଶ୍ୱାସ କରିବ? ସେ କଣ ଜାଣିପାରିବ ଏଇଟା ଅନୁଜର ଅକ୍ଷର? କଣ ହବାକୁ ଯାଉଛି ଆଜି ହିଁ ଏପିସୋଡ ଦେଖନ୍ତୁ, ଫୁଲ ଏପିସୋଡ। ଚିକି ତୋରି ପାଇଁ ତୋ ପାଇଁ।